ଏହି ଓଡ଼ିଆରେ ଆମେ ଜାଣିବା ଅକ୍ଟୋବର 5 ତାରିଖ ଦିନ ଯେଉଁ 2000 ଟଙ୍କା ମିଳିବ ସମସ୍ତ ଚାଷୀ ଭାଇମାନଙ୍କୁ ଯେଉଁମାନେ PM କିଷାନରେ ଅଲରେଡ଼ି ପାଉଛନ୍ତି ତାଙ୍କର KYC ଚାଲିଛି। ତ 2000 ଟଙ୍କା ପାଇବାକୁ ହେଲେ ଆପଣଙ୍କୁ ଆପଣଙ୍କ PM କିଷାନରେ KYC କରିଛନ୍ତି କି ନାହିଁ ତାହାକୁ ପ୍ରଥମେ ଦେଖିବା ଆଉ ଶିଖିବା କେମିତି KYC ହବ। ଚାଲନ୍ତୁ ମୋବାଇଲର ଯେକୌଣସି ବ୍ରାଉଜକୁ ଆମେ ଓପନ୍ କରିବା। ଚାଲନ୍ତୁ ବ୍ରାଉଜ ଓପନ୍ ହେଇଗଲା। ସର୍ଚ୍ଚ ବାରରେ ଟାଇପ୍ କରିବା PM କିଷାନ। ଟାଇପ୍ କଲା ପରେ ସର୍ଚ୍ଚ କରିବା। ସର୍ଚ୍ଚ ହେଇଗଲା ପରେ ଦେଖନ୍ତୁ ଆପଣ ଗୋଟେ ଯେଉଁ ରାଇଟ୍ ସାଇଡ୍ କର୍ଣ୍ଣରରେ ଯେଉଁ 3 ଡଟ୍ ଅଛି ତାକୁ କ୍ଲିକ୍ କରିକି ଡେସ୍କଟପ୍ ମୋଡ୍ କରିଦେବା। ତାର ଅଫିସିଆଲ ୱେବସାଇଟ୍ଟି ସବୁଠୁ ଉପରେ ଅଛି, ତା ଉପରେ ଆମେ କ୍ଲିକ୍ କରିବା। ଟିକେ ସମୟ ଲାଗୁଛି, ନେଟ୍ ସ୍ଲୋ ତେଣୁ ସମୟ ଟିକେ ଲାଗୁଛି। ଚାଲନ୍ତୁ କ୍ଲିକ୍ ହେଇଗଲା ପରେ ଦେଖନ୍ତୁ ତାର ଇଣ୍ଟରଫେସ୍ଟା ଏମିତି ଇଣ୍ଟରଫେସ୍ଟା ଆସିବ। ସ୍କ୍ରୋଲ୍ କରନ୍ତୁ ତଳେ ଦେଖନ୍ତୁ ଏଠି ନ୍ୟୁ ଫର୍ମାଲ ରେଜିଷ୍ଟ୍ରେସନ୍ ଏବଂ KYC नो योर ଷ୍ଟାଟସ୍ ସବୁ ଅଛି। ଏଠାରେ ଦେଖନ୍ତୁ ଲେଖାଯାଇଛି Honorable Prime Minister will release the 18th installment of PM Kisan scheme on 5th October 24। ତେଣୁ 5 ଅକ୍ଟୋବର ଦିନ 18ତମ କିସ୍ତି PM କିଷାନ ଚାଷୀ ଭାଇମାନଙ୍କୁ ଖାତାରେ 2000 ଟଙ୍କା ଲାଗିଯିବ। ତେଣୁ ତାପରେ ଯେଉଁମାନଙ୍କ KYC ହେଇନାହିଁ, KYC ଗୋଟିଏ ତାଙ୍କୁ KYC କରିବା ପାଇଁ ପଡ଼ିବ, ନହେଲେ 2000 ମିଳିବ ନାହିଁ। ତେଣୁ KYC କରିବା ପାଇଁ ପ୍ରଥମେ KYCରେ ଆମେ କ୍ଲିକ୍ କଲେ ଡେସ୍କଟପ୍ ମୋଡ୍କୁ ଅନ୍ କରିବେ। ତାପରେ ଏମିତି ଇଣ୍ଟରଫେସ୍ଟା ଆସିବ। ଏଥର OTP ବେସ୍ KYC, ତେଣୁ ଆଧାର ନମ୍ବର ଦେବା ପାଇଁ ପଡ଼ିବ। ଯାହାର ପୁଣି KYC କରିବେ ତାଙ୍କର ଆଧାର ନମ୍ବର ଦେବେ। ଏଠାରେ ବାକ୍ସରେ ଆଧାର ନମ୍ବରଟି ଏଣ୍ଟର କରିଦେବେ। ଏଣ୍ଟର କରିବା ସର୍ଚ୍ଚରେ କଲେ ଦେଖନ୍ତୁ এই KYC ଯାହାଙ୍କର କଲେ ତାଙ୍କର ଅଲରେଡ଼ି ହେଇଅଛି, ଯେଉଁମାନଙ୍କୁ ହେଇନାହିଁ ଏଠାରେ ଆଧାର ଏଣ୍ଟର କରିବେ। ତାପରେ OTP ଦେଇକି